କଣ ପାଇଁ ପିନ୍ଧ? ଖରାରୁ ରକ୍ଷା ପାଇବା ପାଇଁ। ଆଚ୍ଛା, ଏ ଟ୍ରାଫିକ ପୋଲିସଙ୍କର କାମ କଣ କହିପାରିବ? କହିଲ, ଗାଡ଼ିକୁ ନିୟନ୍ତ୍ରଣ କରିବା। ହେଲା, ଗାଡ଼ିକୁ କେମିତି ଦୁର୍ଘଟଣା ନ ହବ ସେଥିପାଇଁ ଟ୍ରାଫିକ ପୋଲିସ ଅଥାନ୍ତି ଏନ୍ଏଚ୍ ବଡ଼ ବଡ଼ ରୋଡ଼ରେ ଜଗିଥାନ୍ତି। ହେଲା, କାହିଁକି ନା ଗାଡ଼ିର ନିୟମ ନ ମାନିକି ଚଳିଲେ କଣ ହବ? ଜୀବନ ଦୁର୍ଘଟଣା ହବ। କଣ ହବ? ଦୁର୍ଘଟଣା ହବ। ସେଥିପାଇଁ ଜଣେ ନିଯୁକ୍ତି ପାଇଥାନ୍ତି କିଏ? ଟ୍ରାଫିକ ପୋଲିସ ଗାଡ଼ି କରିବା ପାଇଁ। ହେଲା, ଆଚ୍ଛା, ତମେ ସବୁ ଟ୍ରାଫିକ ପୋଲିସ କୋଉଠି ଦେଖିଛ? କିଏ କହିପାରିବ? ତମେ କୋଉଠି ଦେଖିଛ? କୋଉଠି ଦେଖିଛ? ଯୋଉଠି କେଉଁଝରରେ। ତାହେଲେ ସେଠୁ ସବୁ କଣ ଲାଗିଛି? କେଉଁଝର ଆଡ଼େ କଣ ଅଛି? ଏନ୍ଏଚ୍ ରୋଡ଼ ଅଛି। ସେଠି ବେଶୀ ଜାମ୍ ହେବାର ସମ୍ଭାବନା ଥାଏ। ସେ ଦେଖିଛି କେଉଁଝରରେ। ତମେ କୋଉଠି ଦେଖିଛ? ଆଉ କିଏ କହିପାରିବ? କୋଉଠି ଦେଖିଛ? କେଉଁଝରରେ। ତମେ? ଆଚ୍ଛା, ତମେ ଭୁବନେଶ୍ୱର କେବେ ଯାଇନା? ଆଚ୍ଛା, ଭୁବନେଶ୍ୱରରେ ଦେଖିଛୁ ନା? ହଁ, ଭୁବନେଶ୍ୱରରେ, କଟକରେ। ହଁ, କଟକରେ ଦେଖିଛ ନା ଟ୍ରାଫିକ ପୋଲିସ? ତାହେଲେ ତାର ଚିହ୍ନ କଣ ଅଛି? ସେ ଗାଡ଼ି ଯିବା ଆସିବା କରିବାରେ ଦୁଇଟି ସିମ୍ବଲକୁ ବ୍ୟବହାର କରେ। କଣ କଣ ସେ ସିମ୍ବଲ? ଗୋଟେ ନାଲି ଆଉ ଯୋଉ ଗୋଟେ ନେଳି। କଣ? ନାଲି ଆଉ ଗୋଟେ ନେଳି। ତାହେଲେ ନାଲି ବତି ଜଳିଲେ ଗାଡ଼ି ଯିବ ନା ରହିବ? ରହିବ। ଯଦି ନେଳି ବତି ଜଳିବ ତାହେଲେ ଗାଡ଼ି କଣ କରିବ? ଯିବ। ତାହେଲେ ରେଡ୍ ସିଗ୍ନାଲରେ ଗାଡ଼ି ରହିବ ଆଉ ଗ୍ରୀନ୍ ସିଗ୍ନାଲରେ ଗାଡ଼ି ଯିବ। ଏଇଠି ସବୁ ଦେଖିବା। ଦେଖ, ଏଇ ଯୋଉ ଏରୋ ଚିହ୍ନଟି ଅଛି କଣ ସୂଚାଉଛି? ଶିକ୍ଷା ଯିବା ମନା ବା ପ୍ରବେଶ ନିଷେଧ। ଏଇଟା କଣ ବୁଝିଲ? ସମସ୍ତ ପ୍ରକାର ଯାନବାହନ ନିଷିଦ୍ଧ। ଏଇଭଳିଆ ସିମ୍ବଲରେ କଣ ଅଛି? ସାଇକେଲ ଯିବା ମନା। ଏଇଭଳିଆ ଦେଖିବ ଯଦି ଚିହ୍ନ ଥିବ ସେପଟରେ ସାଇକେଲ ଯାଇପାରିବ ନାହିଁ। ଏଇଭଳିଆ ଚିହ୍ନ ଥିଲେ ପଥଚାରୀଙ୍କ ପାଇଁ ନିଷେଧ। ଏଇଭଳିଆ ସିମ୍ବଲ ଥିଲେ ଡାହାଣ ବୁଲାଣି ରାସ୍ତାରେ ଯିବାକୁ ମନା। କାହିଁକି ନା ଏଟା ରାଇଟ୍ ହ୍ୟାଣ୍ଡ ସିଗ୍ନାଲ ରହିଛି, ଡାହାଣ ପାର୍ଶ୍ୱରେ ଯିବାକୁ ମନା। ଏଇଟା ଲେଫ୍ଟ ଚିତ୍ର ରହିଛି, ଲେଫ୍ଟ ଭିଉ। ଏଇଟା ବାମ ବୁଲାଣି ରାସ୍ତାରେ ଯିବାକୁ ମନା ହେଇଛି। ଏଇଟା କଣ ଅଛି? ଏଇ ଚିହ୍ନଟି କଣ? ୟୁ ବୁଲାଣି ରାସ୍ତାରେ ଯିବା ମନା। ଏଇଭଳିଆ ୟୁ ଆକୃତିର ଥାଏ ବଡ଼ ବଡ଼ ଏନ୍ଏଚ୍ ମାନଙ୍କରେ। ଏଇଭଳିଆ ଯଦି ଚିତ୍ର ଥିବ ଓଭରଟେକିଂ କରିବା ମନା। ଏଇଭଳିଆ ଯଦି ଚିତ୍ର ଥାଏ କଣ କରିବ? ନା ହର୍ନ ବଜାଇବା ମନା। ଏଇଭଳି ଯଦି ଗୋଲାକୃତ ଚିତ୍ର ଥିବ ତା ଉପରେ କ୍ରସ୍ ଚିହ୍ନ ଥିବ